ଶ୍ରୋତା ବନ୍ଧୁ, ପ୍ରତି ମଣିଷର ଜୀବନ ଆତ୍ମପରିଚୟର ଖଡ଼ିଛୁଆଁରୁ ଆରମ୍ଭ ହୋଇ 6 ଖଣ୍ଡ କାଠ ଓ ଘୃତାହୁତିର ଧୂମାଭ ଆସ୍ତରଣରେ ବିଲୀନ ହେଇଯିବାର ଯାତ୍ରା ପଥଟିଏ ମାତ୍ର। ଏବଂ ଏହି ପରିଚୟର ଖଡ଼ିଛୁଆଁ ଆରମ୍ଭ କରନ୍ତି ଆମ ଜୀବନ ଯଜ୍ଞର ପ୍ରଥମ ପୁରୁଷ ବାପା। କହନ୍ତିନି, ବାପା ଥିଲା ପୁଅ ସଭାରେ ହାରେନି। ସତରେ ବାପା ଶବ୍ଦଟି କେତେ ଯେ ମହାର୍ଘ କହିଲେ। ସଂସାରର ଆଲୋକ ଦେଖାଇ ଆମକୁ ଆମର ନାମ ଆଉ ପରିଚୟଟି ପ୍ରଦାନ କରିଥିବା, ବର୍ତ୍ତମାନ କିମ୍ବା ଅବର୍ତ୍ତମାନରେ ଥିବା ସମସ୍ତ ବାପାଙ୍କ ପ୍ରତି ମୋର ଏହି ଶବ୍ଦାଞ୍ଜଳି। କବିତାର ଶୀର୍ଷକ ବାପା। ବାପା ସେ ଏକ ସମ୍ବୋଧନ, ଅଥଚ ଆବେଗରେ ଜୁଡ଼ୁବୁଡ଼ୁ, ଭାବରେ ଛଳଛଳ। ବାପା ସେ ଏକ ସମ୍ବୋଧନ, ଆବେଗରେ ଜୁଡ଼ୁବୁଡ଼ୁ, ଭାବରେ ଛଳଛଳ, ଯାହା ପୁରୁଷାକାରକୁ ପୂର୍ଣ୍ଣ କରେ। ହରିବୋଲ ଠାରୁ ରାମନାମ ସତ୍ୟ ହେର, ଖଇ କଉଡ଼ି ମୁଠି ବିଞ୍ଚିବା ପରେ ବି ସଯତ୍ନରେ ସୁରକ୍ଷିତ ଥାଏ ସେଇ ଗୋଟିଏ ଡାକ, ବାପା। ସଂଘର୍ଷ ଏବଂ ବିଚଳିତପଣର ସେଇ ବିବର୍ଣ୍ଣ ସୀମାନ୍ତରେ ବୟସର ମାନଚିତ୍ର ଆଙ୍କୁଥିବା, କୁଞ୍ଚିତ ଶିରା ଓ ପ୍ରଶିରାର ଗମ୍ଭୀରିଆ ଭାବବୋଧ ନେଇ ଯେତେକ ମଣିଷ ଜଣେ ଜଣେ ସମର୍ପିତ ବାପା, ଦି ହାତରେ ସମୟର ବିଣ୍ଡି, ଅକ୍ଳାନ୍ତ ଜୀବନ, ଦି ହାତରେ ସମୟର ବିଣ୍ଡି, ଅକ୍ଳାନ୍ତ ଜୀବନ, ପାଦ ତଳେ ଅବିଶ୍ରାନ୍ତ ଚାଲିବାର ଫୁଟୁକା ନିଟୋଳ। ସବୁଦିନେ ଅପରାଜିତ ସେ, ତ୍ୟାଗର ସମ୍ରାଟ, ପରିଚୟ ତାଙ୍କର ବାପା। ବାପାର ବନ୍ଧନୀ ଭିତରେ ଆମ ପିଲାବେଳ ନିସ୍ତୁକ ବେତମାଡ଼ ଖାଇ ସିଲଟ ଖଡ଼ିରେ ଅ ଆ ବର୍ଣ୍ଣବୋଧ ଠାରୁ ଭାଗବତ ପାରାୟଣ ଯାଏ। ସଂସ୍କାର ଯେ ଖଞ୍ଜେ, ଧୁ ଧୁ ଖରାଦିନେ ବିଲ କାଦୁଅକୁ, ହାଡ଼ଭଙ୍ଗା ଶୀତଦିନେ କାକର ଟୋପାଙ୍କୁ ଯେ ଭରପୁର ଭୋଗେ, ପେଟର ଭୋକ ମାରି ଛୁଆ ମୁହେଁ ଆଧାରକୁ ଯେ ଗୁଞ୍ଜେ, ସତରେ ଯେମିତିକି ଚୁକ୍ତି ଥିଲା ଏଇ ଅସାମର୍ଥ୍ୟ ବେକାରଙ୍କୁ ପୋଷିବାକୁ ଏବଂ ପିତୃଋଣ ଶୁଝିବାକୁ। ମାଟିରେ ଛିଡ଼ା ହେବାର ସାମର୍ଥ୍ୟ ଯେ ଦିଏ, ନୀରବରେ ବିଫଳତା ଯେ ଏକା ଏକା ପିଏ, ଅପାରଗ ପଣ ବିକି ଯେ ପିତୃଋଣ ଶୁଝେ, ସେ ହିଁ ତ ବାପା। ପିତୃତ୍ୱ ଧୂନିରେ ଜଳିଥିବା ବାପାଙ୍କୁ ଦେଖିଛ? ପିତୃତ୍ୱ ଧୂନିରେ ଜଳିଥିବା ବାପାଙ୍କୁ ଦେଖିଛ? ଦ୍ୱାପରର ବନ୍ଦୀଶାଳାରୁ ସଦ୍ୟଜାତ କୃଷ୍ଣଙ୍କୁ ମୁଣ୍ଡେଇ ସୁରକ୍ଷା ଅନ୍ୱେଷୁଥିବା ତ୍ରସ୍ତ ବାପାଟିକୁ? ଯେତେ ସବୁ କୈକେୟୀଙ୍କ ଅଗ୍ନିବର୍ଷାରେ ଆତ୍ମାହୁତି ଦେଇଥିବା ବାଧ୍ୟ ବାପାଙ୍କୁ? ଅବା ସଂସ୍କାର ଚିହ୍ନେଇଥିବା ଡାକମୁନ୍ସିର ସେହି ଅଜ୍ଞ ବାପାକୁ? ସମସ୍ତେ ତ ବାପା ପଞ୍ଚଭୂତ ପିଣ୍ଡ ସମ୍ପର୍କର ଚୁକ୍ତି ନେଇ କାଳେ କାଳେ ଭୋଗିଛନ୍ତି ଦଣ୍ଡ। ପିତୃତ୍ୱର ଶେଷ ସାଲିସ ସହିଯିବା, ଏତେ ସବୁ କରିବାର ଏତେ ଯେ ଉତ୍ସର୍ଗ। ପିତୃତ୍ୱର ଶେଷ ସାଲିସ ସହିଯିବା, ଏତେ ସବୁ କରିବାର ଏତେ ଯେ ଉତ୍ସର୍ଗ। ସବୁର ଊର୍ଦ୍ଧ୍ୱରେ ବଞ୍ଚେ ଗୋଟେ ଶବ୍ଦ ବାପା। ସାମାନ୍ୟ ମଣିଷ ଦେହେ ଚଳନ୍ତି ଦେବତା। ସବୁର ଊର୍ଦ୍ଧ୍ୱରେ ବଞ୍ଚେ ଗୋଟେ ଶବ୍ଦ ବାପା। ସାମାନ୍ୟ ମଣିଷ ଦେହେ ଚଳନ୍ତି ଦେବତା।